नमस्कार जय जगन्नाथ मु सुभाष आज आउ गोटे वीडियो को स्वागत करुच्ची। वीडियोटी है आम आसचु आज जंगल को ना यहाँ हूँ आम जो रणपुर रेंज रे जाऊँ यहाँ जंगलटा डिपार्टमेंट सब गछ लगे शागवान लगी आकाशिया भी लगी अलग किसी गछ भी लगी जो गछ को आम जगुचु कहीं न जगिले या चोर काटिक नहीं जाए तेणु आम गाँव में आम सबू ग्रामवासी मिसिकी पाली कराई दिन को 2 जन जीवे जंगल जगिया आम खाइबा नहीं कि आसचु प्राय आम घर 7-8 किलोमीटर दूर हम आम आज 2 जन आसचु आम पाली आज एबे जंगल आम बुलुचु। मुझे देखा जंगल केमी आम सुरक्षा करूँ करुचु केमी आम जंगल बढ़ी से देखु। जंगल घर चाबीटा खोला चाबी आम खोलिक जो आम आनीचु खाद्य ताकू रखीदेबू। यहाँ हूँ आम जंगल तो विराट काय जंगल से लास्ट गोटे रूम तैयारी से रूम रे आम रोचु जी पालिकी आसुँचे रूम रे रोचंती जंगल बुलुंट जंगल जगुंट देखु केते बड़ बड़ सब शागवान हो गलानी। आम 2 जन आज आसचु ये गोटे भल शागवान टे गछ बढ़ला धीरे धीरे प्राय गछ बढ़ीगला। आम जड़े बड़ापा आसछंती पाली मु आसची आम पाली रे आम 2 जन आसचु जंगल बुलुचु जंगल देखुचु। आम तो आसलुणु प्राय सकाल 7टार आसलुणु आम संध्या 6टा बेलू जीवु खाइबा भी नहीं कि आसचु खाइबु दीपर टिके रेस्ट नौ पुणी जंगल टिके बुलाबुली करिकी आम जीवु। आपण देखंतु जंगल केमिति आम बढ़ेचु बा जंगल आम सुरक्षा केमिति करूचु। जल जमी जंगल निहाती आवश्यक जंगल नथिले वर्षा हेबनी वर्षा नहले फसल भी हेबनी तेणु जंगल आमको निहाती आवश्यक। जंगल बढ़िले वर्षा निश्चित हम वर्षा हेले समस्त आम उपकृत हवा तेणु जंगल आम निहाती आवश्यक। आम एबे जंगल चारिपट बुलिकी आसिलु आसिक आम जाऊचु जो घर गोटे रूम तैयारी होती जे पालिकी आसी से रे से खाया पीया करेंगे आजबेस्टस घर से आम जाऊचु पूरा निघंच जंगल खाली शागवान शागवान जंगल यहाँ पूरा फॉरेस्ट डिपार्टमेंट लगे ताकू आम सुरक्षा करुचु। एते बड़ बड़ शागवान हो गलानी आम तो से ऊपर ये आसलु हरी बुलिकी यही जंगल फ्रंट साइडटा टिके
ସଫା ହେଇଯାଇଛି, ଅନାମନା ଯେଉଁ ଗଛ ଗୁଡ଼ା ଥିଲା ସବୁ ସଫା ହେଇଯାଇଛି, କିନ୍ତୁ ଭିତରେ ବହୁତ ବଡ଼ ଜଙ୍ଗଲ। ଭିତରେ ଯିବା ପାଇଁ ପୁରା ଭୟ ଲାଗିବ। ଏଠି ଟିକେ କ୍ଲିନ୍ ହେଇଯାଇଛି, କାହିଁକିନା ଫ୍ରଣ୍ଟ ସାଇଡ଼୍ଟା ରୁମ୍ଟା ଅଛି, ଏଠି ଯିଏ ଆସିକି ବସିବ କିଛି ଜାଣିହେବ, ହାତୀ ଆସିଲା କି କ'ଣ ଗୋଟେ କିଛି ଆସିଲେ ଜୀବଜନ୍ତୁ ଜାଣିହେବ ବୋଲି ଏଇଟାକୁ ଟିକେ କ୍ଲିନ୍ କରାହେଇଛି। ଦେଖନ୍ତୁ କେତେ ବଡ଼ ଜଙ୍ଗଲ। ଆମେ ଏବେ ଆସିକି ସେ ରୁମ୍ ପାଖରେ ପହଞ୍ଚିଗଲୁ। ଏଇଟା ହେଉଛି ସେଇ ରୁମ୍, ଆଜବେଷ୍ଟସ୍ ଘର। ମୁଁ ଜଙ୍ଗଲ ଭିତରୁ ଏତିକି ଶୁଖିଲା କାଠ ଆରେଞ୍ଜ କରିଛି ଘରକୁ ନେବି ଗଲା ବେଳକୁ। ଏଇ ଜଙ୍ଗଲ ଭିତରେ ଯେଉଁ ଗୋଟେ ଛୋଟ ପୋଖରୀଟା ଦେଖୁଛନ୍ତି ମୋ ବ୍ୟାକ୍ ସାଇଡ଼୍ରେ, ଏଇଠି ମୁଁ ଏବେ ଗାଧେଇଲି। କାହିଁକିନା ଏବେ ତ ଟାଇମ୍ ପ୍ରାୟ 1 ହେଲାଣି, ବହୁତ ଜୋରରେ ଗରମ ଲାଗିଲା। ବୋଲେ ଏଇଠି ବହୁତ ଥଣ୍ଡା ଲାଗିଲା ପାଣି, ଏଇଠି ମୁଁ ଗାଧେଇଲି। ମୁଁ ଏବେ ଯାଉଛି ସେ ରୁମ୍ରେ ମୋର ଖାଦ୍ୟ ମୁଁ ଆଣିକି ଆସିଥିଲି ଘରୁ, ତାକୁ ଯାଉଛି ମୁଁ ଖାଇବି। ଏବେ ତ ଟାଇମ୍ ହେଇଗଲାଣି, ଆସନ୍ତୁ। ଏବେ ମୋର ଖାଇବା ଷ୍ଟାର୍ଟ। ଭାତ, ଡାଲମା, ଆଳୁ, ବାଇଗଣ, ଟମାଟୋ, ଲଙ୍କା, ପିଆଜ, ଲେମ୍ବୁ ଚକଟା, ଏପଟେ ଅଣ୍ଡା ଆମଲେଟ୍। ମୁଁ ଏବେ ଖାଇବା ଷ୍ଟାର୍ଟ କଲି। ଜଙ୍ଗଲ ତ ଏଠି ସାମ୍ନାରେ, ମୁଁ ସେ ରୁମ୍ ବାରଣ୍ଡାରେ ବସିକି ଖାଇବି। ଜଙ୍ଗଲ ନଷ୍ଟ ହୋଇଯିବାରୁ ଆଜି ବନ୍ୟଜନ୍ତୁମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିକି ହାତୀ, ବାଘ, ଭାଲୁ, ଛୋଟ ଛୋଟ ଯେଉଁ ବନ୍ୟ ପ୍ରାଣୀ ଅଛନ୍ତି, ସେମାନେ ଖାଦ୍ୟର ଅଭାବ ହେଉଛି ସେମାନଙ୍କୁ। ସେମାନେ ବାଧ୍ୟ ହୋଇ ଗାଁ ମୁହାଁ ହେଉଛନ୍ତି ବା ସହର ମୁହାଁ ବି ହେଇଯାଉଛନ୍ତି। ତେଣୁ ସେମାନଙ୍କୁ ଜଙ୍ଗଲ ଯଦି ଆମେ ସୁରକ୍ଷା କରିବା, ସେମାନଙ୍କର କିଛି ଅସୁବିଧା ବି ହେବନି, ଆମମାନଙ୍କର ବି କୌଣସି ପ୍ରକାର ଅସୁବିଧା ହେବନି। ତେଣୁ ଜଙ୍ଗଲ ରହିଲେ ଏ ସୃଷ୍ଟିର ବିନାଶ କେବେ ବି ହେବନି। ଗଛ ଆମକୁ ଅମ୍ଳଜାନ ଦିଏ। ତେଣୁ ଆମେ ସମସ୍ତେ ଯଦି ମିଶିକି, ଯଦି ଜଣେ ଲୋକ ମାସକୁ 2ଟା ଗଛ ଲଗାଏ, ତାହେଲେ ବର୍ଷକୁ ସେ 24ଟା ଗଛ ଲଗାଇବ। ତେଣୁ ସମସ୍ତେ 2ଟା ଲେଖାଏଁ ଗଛ ଲଗାଇବା ପାଇଁ ଚେଷ୍ଟା କରନ୍ତୁ। କାହିଁକି ନା ଗଛ ଆମକୁ ଅମ୍ଳଜାନ ଦେଉଛି। ଯଦି ଜଙ୍ଗଲର ବିନାଶ ହୁଏ, ତାହେଲେ ସୃଷ୍ଟିର ବି ବିନାଶ ହେଇଯିବ। ଏବେ ଆପଣମାନେ ଦେଖନ୍ତୁ, ଯେତେ ସବୁ ରାସ୍ତା ନୂଆ ନୂଆ ସବୁ ରାସ୍ତା ତିଆରି ହେଉଛି, ସାଇଡ଼୍ରେ ସବୁ ଯେଉଁ ଗଛ ଲାଗିଥିଲା କୌଣସି ଗଛ ନାହିଁ, ସବୁ କଟା ହେଇଯାଇଛି। ଯଦି ରାସ୍ତାରେ ଗୋଟେ ଲୋକ ବାଇକ୍ ନେଇକି ଯାଉଛି କିମ୍ବା ସାଇକେଲ ନେଇକି ଯାଉଛି ବା ଚାଲି ଚାଲି ଯାଉଛି, ତ ଖରାଦିନେ ସେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି। ତାକୁ ଆଉ ଗୋଟେ ଛାଇ ମିଳୁନି ଯେ ବସିବା ପାଇଁ, ଗୋଟେ ଗଛ ମୂଳେ ଛାଇ ବି ନାହିଁ। ଗଛ ତ ନାହିଁ, ଛାଇ ଆସିବ କେଉଁଠୁ? ତେଣୁ ସେ ସନଷ୍ଟ୍ରୋକ୍ରେ ବି ପଡ଼ୁଛି, ସନଷ୍ଟ୍ରୋକ୍ ବି ବହୁତ ପ୍ରାଣହାନି ହେଉଛି, ବୁଝିଲେ। ତେଣୁ ସମସ୍ତେ ଚେଷ୍ଟା କରନ୍ତୁ କିଛି ନା କିଛି ଗଛ ଲଗାଇବା ପାଇଁ। ଗଛ ରହିଲେ ନିଶ୍ଚିତ ବର୍ଷା ହେବ, ଚାଷ କାମ ବି ଠିକ୍ଠାକ୍ ହେଇପାରିବ। ଆମେ ଗଛଠୁ କାଠ ପାଉଛେ, ଫଳ ପାଉଛେ, ଫୁଲ ପାଉଛେ, ତାର ଜାଳେଣୀ ରୂପେ ତାକୁ ବ୍ୟବହାର କରୁଛେ, ଫର୍ଣ୍ଣିଚର କାମରେ ବି ତାକୁ ବ୍ୟବହାର କରୁଛେ, ସବୁକିଛି ଆମକୁ ଗଛ ଦେଇପାରୁଛି। ତେଣୁ ବୃକ୍ଷ ହିଁ ଆମର ସମ୍ପଦ। ସମସ୍ତେ ଚେଷ୍ଟା କରନ୍ତୁ କିଛି କିଛି ଗଛ ଲଗାଇବା ପାଇଁ। ରହୁଛି, ଜୟ ଜଗନ୍ନାଥ।